ଦ୍ୱିତୀୟ ତିମୋଥୀ 3 ଅଧ୍ୟାୟ 1 ପଦ ପଢିବା। କିନ୍ତୁ ଏହା ଜାଣିଥାଅ ଯେ ଶେଷ କାଳରେ ଭୀଷଣ ସମୟ ଉପସ୍ଥିତ ହେବ। ଆମମାନେ ଶେଷ କାଳରେ ଆମେ ବାସ କରୁଛୁ। ଆଉ ପ୍ରଭୁଙ୍କ ଦାସ ପାଉଲ ଆତ୍ମାଙ୍କର ଦ୍ଵାରା ସେ ଜାଣି ଭବିଷ୍ୟତବାଣୀ କରିଛନ୍ତି ଯେ ଶେଷ କାଳରେ ଏମିତି ଗୋଟେ ସମୟ ଉପସ୍ଥିତ ହେବ, ଭୀଷଣ ସମୟ ଉପସ୍ଥିତ ହେବ। ବୋଲେ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଏଇଟା ହଉଛି ଗୋଟେ ବିପଦର ସମୟ, ଗୋଟେ ଭୀଷଣ ସମୟ। ଆଉ ସେ ଭୀଷଣ ସମୟ କଣ ଆମେ ଜାଣିବାର ଆବଶ୍ୟକ ରହିଛି। ଆମେ ଯଦି ସେ ଭୀଷଣ ସମୟକୁ ଜାଣିବା, ତାହେଲେ ଆମକୁ ଯୋଉ ବିଷୟରେ ଆମେ ଫୋକସ କରିବା କଥା ସେ ବିଷୟରେ ଫୋକସ ନ କରି ଆମକୁ ଧୀରେ 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 ଭୁଲ ଆଡକୁ ନିଆଯାଉଛି। ସେ ଭୀଷଣ ସମୟ କଣ ଆମେ ପଢିକିନା ଆମେ ଜାଣିବା। ଆମେ 2 ପଦରୁ ଆମେ 5 ପଦ ଯାଏ ପଢିବା। ଆମେ କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଙ୍କାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ, ଅକୃତଜ୍ଞ, ଅପବିତ୍ର, ସ୍ନେହଶୂନ୍ୟ, ଅମିଳନ ପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ, ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ୱର ପ୍ରିୟ ନ ହୋଇ ବରଂ ବିଳାସ ପ୍ରିୟ ହେବେ। ସେମାନେ ଭକ୍ତିର ଭେକ ଧରନ୍ତି କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି। ଏପରି ଲୋକମାନଙ୍କ ଠାରୁ ଅନ୍ତର ହୁଅ। ଏଇଟା ହଉଛି ଭୀଷଣ ସମୟ। ଏଇ ସ୍ଥାନରେ ପାଉଲ ତାଡନା ବିଷୟରେ କିଛି ଲେଖୁନାହାନ୍ତି। ଖ୍ରୀଷ୍ଟିଆନ ମାନଙ୍କୁ ଯୋଉ ଭୟଙ୍କର ତାଡନା ହେବ ସେଟାକୁ ଭୀଷଣ ସମୟ ବୋଲି ଲେଖୁନାହାନ୍ତି। ଏଇ ସ୍ଥାନରେ ପାଉଲ ସେ ଆମକୁ ଲେଖୁଛନ୍ତି ଯେ କି ପ୍ରକାର ଖ୍ରୀଷ୍ଟିଆନ ମାନେ ଗୋଟେ ଖଳ ପିନ୍ଧା ଲୋକ ହେଇଯିବେ। ଶେଷ ସମୟରେ ଗୋଟେ ମୁଖା ପିନ୍ଧା ଲୋକମାନେ ହେଇଯିବେ। ସେମାନଙ୍କ ଭିତରେ ଭକ୍ତି ନଥିବ, ଭକ୍ତି ଥିବ ମାତ୍ର ଶକ୍ତି ନଥିବ। ଏଇ ପ୍ରକାର ଗୋଟେ ଖ୍ରୀଷ୍ଟିଆନ ହେଇଯିବେ ବୋଲି ଆମମାନଙ୍କ ବାଇବଲ ଆମମାନଙ୍କୁ ପ୍ରଫେସି କରୁଅଛି। ଆମେ ଏଇ ସମୟରେ ଯୋଉ ତାଡନାର ମାହୋଲ ଆମେ ଦେଖୁଛୁ, ଏଇଟା ଭୀଷଣ ସମୟ ନାହିଁ। ତାଡନାକୁ ବାଇବଲ ଭୀଷଣ ସମୟ, ଖ୍ରୀଷ୍ଟିଆନ ମାନଙ୍କୁ ମାରିଦବୁ, ପିଟିଦବୁ, ହାଣିଦବୁ, କାଟିଦବୁ, ଏଇ ଯୋଉ ପ୍ରକାର କଥା ଗୁଡିକ କୁହାଯାଉଛି, ଏଇ କଥାକୁ ନେଇ ଖ୍ରୀଷ୍ଟିଆନ ମାନେ ବହୁତ ବ୍ୟତିବ୍ୟସ୍ତ ଅଛନ୍ତି। ସେ ଏମିତି କରିଦେଲା, ସିଏ ସେମିତି କରିଦେଲା, ଅମୁକ ସେମିତି କରିଦେଲା, ଏଇ ସବୁ ବିଷୟକୁ ନେଇ ବ୍ୟତିବ୍ୟସ୍ତ। ମାତ୍ର ପାଉଲ କହୁଛନ୍ତି ଖ୍ରୀଷ୍ଟିଆନ ମାନଙ୍କର ଭୀଷଣ ସମୟ କୋଉଟା, କେଉଁ ପ୍ରକାର ସମୟକୁ ଭୀଷଣ ସମୟ ବୋଲି ସେ କହୁଛନ୍ତି। ସେ ଭୀଷଣ ସମୟ କଣ? ଲୋକମାନେ ଗୋଟେ ଖଳ ପିନ୍ଧା ଖ୍ରୀଷ୍ଟିଆନ ହେବେ, ମୁଖା ପିନ୍ଧା ଖ୍ରୀଷ୍ଟିଆନ ହେବେ। ସେଇଟା ହଉଛି ଭୀଷଣ ସମୟ। ସେଇ ସମୟଟାକୁ ଆମେ ଜାଣିବାର ଅଛି ଆଉ ନିଜକୁ ଆମେ ରକ୍ଷା କରିବାର ଆବଶ୍ୟକ ରହିଛି। ତାଡନା କେବେ ହେଲେ ମଧ୍ୟ ମଣ୍ଡଳୀକୁ ନଷ୍ଟ କରିନାହିଁ କି ନଷ୍ଟ କରିବ ନାହିଁ। ତାଡନା ସବୁବେଳେ ମଣ୍ଡଳୀକୁ ବୃଦ୍ଧି କରିଛି। ଆଉ ତାଡନା ଦ୍ଵାରା ମଣ୍ଡଳୀ ଆତ୍ମିକ ଜୀବନରେ ବଢିଛି, ସଂଖ୍ୟାରେ ବଢିଛି। ମାତ୍ର ଭୀଷଣ ସମୟ କୋଉଟା ଲେଖାଗଲା? ଲୋକମାନେ ଆତ୍ମପ୍ରିୟ ହେବେ। ପ୍ରିୟ ମାନେ, ଏଇଟା ହଉଛି ଆଦମ ଠାରୁ ଏବେ ପର୍ଯ୍ୟନ୍ତ ଲୋକମାନେ ନିଜକୁ ଆଗା ପ୍ରେମ କରନ୍ତି। ଏବେ ଦେଖନ୍ତୁ, ଯେତେ ବଡ ଫଟୋ ଗୋଟେ ଆପଣ ଉଠେଇକିନା ଯଦି କାହାକୁ ପଠେଇବେ, ଆମେ ଫାଷ୍ଟରେ କଣ କରିବୁ? ସେ ଫଟୋରେ ଯୋଉ ଫଟୋ ଗୁଡିକ ଆମେ ପଠେଇଲେ ଫାଷ୍ଟ କାମ କଣ? ଆମେ ଯୋଉଟା ଅଛି ଜୁମ୍ କରିକିନା ଆମେ ଦେଖିବୁ ଆମେ କେମିତି ଦିଶୁଛୁ। ଅନ୍ୟମାନଙ୍କର ଆମେ ଦେଖିବୁ, ଫାଷ୍ଟରେ ନିଜକୁ ଆମେ ଜୁମ୍ କରିକିନା ଦେଖିବୁ। ଆମେ କଣ, ଏମିତି ଗୋଟେ ସମୟ ଆସିଛି ଲୋକମାନେ ନିଜକୁ ଦେଖେଇବାଟା, ନିଜକୁ ପ୍ରେମ କରିବାର ସମୟ। ଏଇଟା ହଉଛି ଭୀଷଣ ସମୟ। ପ୍ରିୟ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ଯେ ଏଇ ଯୋଉ ସାଧୁକି ଫାରୁସୀ ମାନେ ଭୋଜିକୁ କଣ ପାଇଁ ଯାଆନ୍ତି? ପ୍ରଧାନ ଆସନ ପାଇବା ପାଇଁ। ବୁଝନ୍ତୁ, ଭୋଜିକୁ ଗଲେ ତାଙ୍କୁ ବଡ ଆସନ ଦରକାର। ଫଟୋ ଉଠେଇଲେ ମଝିରେ ଠିଆ ହେଇଥିବେ, ଭିଡିଓ ରେକର୍ଡିଂ କଲେ ସେମାନେ ମଝିରେ ଥିବେ। ଏଇଟା ହଉଛି ବିପଦପୂର୍ଣ୍ଣ ସମୟ। ନିଜେ ଆକା ଆଟ୍ରାକ୍ସନ ର ପାତ୍ର, ନିଜକୁ ଦେଖେଇବା, ନିଜକୁ ପ୍ରେମ କରିବା, ଏଇଟା ହଉଛି କଷ୍ଟର ସମୟ। ମୁଁ ଆପଣଙ୍କୁ ଗୋଟେ 5-6ଟା ବିଷୟ ଆପଣ ମାନଙ୍କୁ କହିବି, ଯାହା ଦ୍ଵାରା କି ଆମେ ଏଇ ବିଷୟକୁ ନେଇକି ଆମେ ସଜାଗ ହେବା। ମୋ ପାଖରେ ସେଇ ଗୁଣ ନାହିଁ ତ, ଆତ୍ମପ୍ରେମ ଗୁଣ, ନିଜକୁ ଶୋ ଅଫ୍ କରିବା, ନିଜର ଖୁସିର ଗୁଣ। ଏଇଟା ହଉଛି ବହୁତ ବହୁତ କଷ୍ଟର ବିଷୟ।
ଲୋକମାନେ ଶେଷ ଦିନରେ ଏଠି 4ଟା ପ୍ରେମ ବିଷୟରେ ଲେଖା ହେଇଛି। ଗୋଟିଏ ପ୍ରେମ, ନିଜକୁ ବେଶୀ ପ୍ରେମ କରିବେ। ନିଜର ସୁଖ, ନିଜର ସୁବିଧା, ନିଜକୁ ଆଗା ଲୋକମାନେ ପ୍ରେମ କରିବେ। ଆଉ ପ୍ରଭୁଙ୍କର ପ୍ରେମ ନଥିବ, ନିଜର ସୁଖ ସୁବିଧା ସେମାନେ ଦେଖିବେ। ଆଉ ଦ୍ୱିତୀୟରେ ଲେଖାଯାଉଛି ଆଉ ଧନର ପ୍ରେମ। ଧନର ପ୍ରେମ ବଢିଯିବ ଶେଷ ଦିନରେ। ନିଜକୁ ପ୍ରେମ କରିବେ ଆଉ ଧନକୁ ପ୍ରେମ କରିବେ। ଏଇ ପ୍ରେମ ଯାକ ଖ୍ରୀଷ୍ଟିଆନିଟିକୁ ନଷ୍ଟ କରୁଛି। ଡକ୍ଟ୍ରିନ ଗୁଡିକ ଅଲଗା ଅଲଗା ଅଛି, ମାତ୍ର ଧନ ପ୍ରେମ ସମସ୍ତଙ୍କର ରହିଛି। ଏଇଟାକୁ ବାଇବଲ ଭୀଷଣ ସମୟ ବୋଲି କହେ। ଆଉ ଗୋଟିଏ ପ୍ରେମ ହେଲା ବିଳାସକୁ ପ୍ରେମ କରିବେ, ଭୋଗ ବିଳାସକୁ ପ୍ରେମ କରିବେ। ଏଇ 3ଟା ପ୍ରେମ ଏଇ ଶେଷ ଦିନ ମାନଙ୍କରେ ଯୋଉ ବିଶ୍ୱାସୀଙ୍କର ଜୀବନରେ ଦେଖାଯାଉଛି, ସେଇ ବିଶ୍ୱାସୀ ଠାରୁ ଅଲଗା ହୁଅନ୍ତୁ। ଏଇଟା ବାଇବଲ କହେ। ଆମକୁ ଶେଷ ସମୟରେ ଈଶ୍ୱର ପ୍ରେମୀ ହେବାର ଅଛି। ଈଶ୍ୱରଙ୍କର ପ୍ରେମ ଆମ ପାଖରେ ରଖିବାକୁ ପଡିବ। ଏଇଟା ହଉଛି ଭୀଷଣ ସମୟ। ଏଇ ଭୀଷଣ ସମୟରେ ତାଡନା ଭୀଷଣ ସମୟ ନାହିଁ। ତାଡନା ଖ୍ରୀଷ୍ଟିଆନ ମାନଙ୍କୁ ନଷ୍ଟ କରୁନାହିଁ, ମାତ୍ର ଏଇ ଜାଗାରେ ଯୋଉ ଗୁଣ ଗୁଡିକ 16ଟା ନା 18ଟା ଗୁଣ ଲେଖାଯାଇଛି, ଏଇଟା ମଣ୍ଡଳୀକୁ ନଷ୍ଟ କରୁଛି। ପୁରୁଣା ହେଲେଣି ଖ୍ରୀଷ୍ଟିଆନ ମାନେ, ମାତ୍ର ଏଇ ଭିତରେ ଖୋଳ ପିନ୍ଧା ଖ୍ରୀଷ୍ଟିଆନ, ମୁଖା ପିନ୍ଧା ଖ୍ରୀଷ୍ଟିଆନ ରବିବାର ଚର୍ଚ୍ଚକୁ ଯିବେ, ପ୍ରାର୍ଥନା କରିବେ, ମାତ୍ର ତାଙ୍କ ଜୀବନ ଶୈଳୀଟା ବହୁତ ବିପଦପୂର୍ଣ୍ଣ ଥିବ। ସେମିତି ଲୋକଠାରୁ ସାବଧାନ ହେବା ପାଇଁ, ଅନ୍ତର ହେବା ପାଇଁ କହୁଛନ୍ତି। ସେଥିପାଇଁ ଏଇଟା ହେଲା ଭୀଷଣ ସମୟ। ଏଇ ଯୋଉ ତାଡନା, ଏଇ ଯୋଉ ବିଭିନ୍ନ ପ୍ରକାର ଲୋକ ଅଛି ୟୁଟ୍ୟୁବରେ ଆମକୁ ଗାଳି କରୁଛନ୍ତି, ଏଇଟା ଭୀଷଣ ସମୟ ନାହିଁ। ଆଉ ଗୋଟେ ରେଫରେନ୍ସ ଆମେ ପଢିବା ମାନେ ମାଥ୍ୟୁ 24 ଅଧ୍ୟାୟର 12 ପଦ। ଅଳ୍ପ କେତେ କଥା କହି ଆପଣ ମାନଙ୍କୁ ସଜାଗ କରିବି। ପୁଣି ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ। ଧୀରେ 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 ପ୍ରଭୁଙ୍କ ପ୍ରତି ପ୍ରେମ ଶିଥିଳ ହେଇ ହେଇ ଆସିବ। ନିଜ ପ୍ରତି ପ୍ରେମ ବଢିଯିବ, ଧନ ପ୍ରତି ପ୍ରେମ ବଢିଯିବ, ବିଳାସ ପ୍ରତି ପ୍ରେମ ବଢିଯିବ, ମାତ୍ର ପ୍ରଭୁଙ୍କ ପ୍ରତି ଲୋକମାନଙ୍କର ପ୍ରେମ ଶିଥିଳ 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 ହେଇଯିବ। ମାନେ ପ୍ରଥମ ଆଜ୍ଞା କୋଉ ଆଜ୍ଞା? ପ୍ରଥମ ଆଜ୍ଞା ହେଲା ବିଶ୍ରାମ ବାରକୁ ପବିତ୍ର ରୂପେ ପାଳନ କର, ସେଟା ପ୍ରଥମ ଆଜ୍ଞା ନାହିଁ। 10 ମାଂସ ଦିଅ, ସେଇଟା ପ୍ରଥମ ଆଜ୍ଞା ନାହିଁ। ପ୍ରଥମ ଆଜ୍ଞା ହେଲା ତୁମେ ଆପଣା ଈଶ୍ୱରଙ୍କୁ ସମସ୍ତ ମନ, ସମସ୍ତ ପ୍ରାଣ, ସମସ୍ତ ହୃଦୟ, ସମସ୍ତ ଶକ୍ତି ଦେଇ ତୁମେ ପ୍ରେମ କରିବ। ଯେତେବେଳେ ଅଧର୍ମ ବୃଦ୍ଧି ହେଇଯିବ, ଶେଷ ଦିନରେ କଣ ହେଇଯିବ? ଅଧର୍ମଟା କୋଉଠି ଜଗତରେ ନାହିଁ, ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କ ଜୀବନରେ ଅଧର୍ମ ବୃଦ୍ଧି ହେଇଯିବ। ଆଜି ଅନେକ ଜଣ ଆମକୁ ଫୋନ କରି କହୁଛନ୍ତି, ଆଜ୍ଞା ପ୍ରାର୍ଥନା କରିବାକୁ ଇଚ୍ଛା ଲାଗୁନାହିଁ, ବାଇବଲ ପଢିବାକୁ ଇଚ୍ଛା ଲାଗୁନାହିଁ, ଉପବାସ କରିବାକୁ ଇଚ୍ଛା ଲାଗୁନାହିଁ। କଣ ପାଇଁ ସେମିତି ହଉଛି? ତୁମ ଜୀବନରେ ଅଧର୍ମ ବଢି ଯାଇଛି। ଖ୍ରୀଷ୍ଟିଆନ ମାନଙ୍କ ଜୀବନରେ, ବିଶ୍ୱାସୀ ମାନଙ୍କ ଜୀବନରେ ଯେତେବେଳେ ଅଧର୍ମ ବଢିଯିବ, ବାଇବଲ ପଢିବାକୁ ଇଚ୍ଛା ଲାଗିବ ନାହିଁ, ପ୍ରାର୍ଥନା କରିବାକୁ ଇଚ୍ଛା ଲାଗିବ ନାହିଁ, ଜୁମ୍ ମିଟିଂକୁ ଯିବାକୁ ଇଚ୍ଛା ଲାଗିବ ନାହିଁ। ଆମ ଜୀବନର ଅଧର୍ମକୁ ଆମ ଜୀବନରେ ବୃଦ୍ଧି ହେବା ପାଇଁ ଦେବା କଥା ନୁହେଁ। ଅଧର୍ମ କୋଉଟା? ନିଜକୁ ପ୍ରେମ କରିବାଟା ହେଲା ଅଧର୍ମ। ଧନ ଲୋଭ ହଉଛି ଅଧର୍ମ। ବିଳାସତା, ଏଇ ଅଧର୍ମରେ ଲୋକମାନେ ଯେତେବେଳେ ରହିଯିବେ, ସେମାନଙ୍କର ପ୍ରେମ, ପ୍ରଭୁଙ୍କ ପ୍ରତି ପ୍ରେମ ଧୀରେ 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 ଶିଥିଳ ହେଇଯିବ। ଏଇଟା ଅସୁବିଧା ଅଛି। ଆଜି ଅନେକ ଜଣ ସେମାନେ ପ୍ରାର୍ଥନା କରୁଛନ୍ତି, ବାଇବଲ ପଢୁଛନ୍ତି, ଜୁମ୍ ମିଟିଂକୁ ଆସୁଛନ୍ତି, ମାତ୍ର ସେମାନଙ୍କ ପାଖରେ ପ୍ରେମ ନାହିଁ। ପ୍ରେମ ନଥାଇକିନା ଯଦି ପ୍ରଭୁଙ୍କ ପ୍ରତି ଆମେ ଯାହା କରିବା, କିଛି ଲାଭ ନାହିଁ। ଆପଣ ମାନଙ୍କୁ ପୁରା ସିଧା ସିଧା କଥା ମୁଁ କହିବା ପାଇଁ ଚାହେଁ। ମୁଁ ସକାଳେ ଯୋଉ ସମୟରେ ପ୍ରାର୍ଥନା କରୁଥିଲି, ପ୍ରଭୁ କୋଉ ବାକ୍ୟ ମୁଁ ଦେବି, ସେଇ ସମୟରେ ପ୍ରଭୁ କହୁଥିଲେ ଏଇ ସବୁ ବାକ୍ୟ ଗୁଡିକ କହିବାକୁ ପଡିବ, ଲୋକମାନଙ୍କୁ ସଜାଗ କରିବାକୁ ପଡିବ। କେବଳ ଲୋକମାନଙ୍କର ମିଠା କଥା ଗୁଡିକ ଶୁଣିବା ପାଇଁ ସେମାନେ ଆଗ୍ରହୀ ନ ହେଇ, ସେମାନଙ୍କୁ ଏଇ ସବୁ କଥା କହି ଆମର ଜୀବନକୁ, ସରଳ ହୃଦୟକୁ ଉତ୍ତପ୍ତ କରିବାକୁ ପଡିବ। କାରଣ ଆମମାନଙ୍କର ଏଇ ବାକ୍ୟ ସବୁ ଶୁଣି ନାହୁଁ ବୋଲି ନାହିଁ, ଶୁଣିଛୁ ଆମେ, ମାତ୍ର ଆମକୁ ଆହୁରି ଅଧିକ ଆମକୁ ଶୁଣିବାକୁ, ଯାହା ଦ୍ୱାରା କି ଆମେ ଶେଷ ଦିନରେ ଅଛୁ। ଆମ ଜୀବନରେ ଅଧର୍ମକୁ ବଢିବାକୁ ଦେବାର ନାହିଁ, ଆମ ଜୀବନରେ ଖ୍ରୀଷ୍ଟଙ୍କୁ ବଢିବାକୁ ଦେବାର ଅଛି, ଆମ ଜୀବନରେ ପ୍ରଭୁଙ୍କ ପ୍ରେମକୁ ଆମକୁ ବଢିବାକୁ ଦେବାର ଅଛି, ଯାହା ଦ୍ୱାରା କି
ଆମମାନେ ରେପଚରରେ ଯାଇପାରିବା, ଆମେ ଦ୍ୱିତୀୟ ଆଗମନରେ ଆମେ ଉଠା ଯାଇପାରିବା। ଆମେ ଅଧର୍ମ ବଢିଯିବାଟା ଆମେ ଦେଖୁଛୁ। ଆମେ ଲୋକମାନେ ଧୀରେ 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 ସେମାନଙ୍କ ଜୀବନରେ ଛାଡିଥିବା ପାପ ଗୁଡିକ ପୁନର୍ବାର ଦେଖାଯିବାକୁ ଷ୍ଟାର୍ଟ ହେବ। ଯୋଉ ଯୋଉ ପାପ ଗୁଡିକକୁ ସେମାନେ ଛାଡି ଦେଇଥିବେ, ସେଇ ପାପ ଗୁଡିକକୁ ପୁନର୍ବାର ସେମାନଙ୍କ ଜୀବନରେ ଆସିବାଟା ଦେଖାଯିବ। ସେଥିପାଇଁ ଆମେ ଏଇସବୁ ବିଷୟ ଗୁଡିକ ଠାରୁ ଆମେ ସାବଧାନ ରହିବା। ଆମେ ପଢିବା ଏବ୍ରୀ ପୁସ୍ତକ 10 ଅଧ୍ୟାୟ 25 ପଦ। ଆଉ କେହି କେହି ଯେପରି ଆମ୍ଭମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାନ୍ତି, ଆମ୍ଭେମାନେ ସେପରି ନ କରୁ, ବରଂ ପରସ୍ପରକୁ ଉତ୍ସାହ ଦେଉ, ବିଶେଷତଃ ଯେତେବେଳେ ତୁମ୍ଭେମାନେ ପ୍ରଭୁଙ୍କ ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ବୋଲି ଦେଖୁଅଛ। କେମିତି କଥା ଲେଖାଯାଉଛି? ଶେଷ ଦିନର ଘଟଣା ଗୁଡିକ ଆପଣ କହୁଛି। ଧୀରେ ଧୀରେ ଚର୍ଚ୍ଚ ଛାଡିବେ ନାହିଁ ଲୋକ, ମାତ୍ର ଚର୍ଚ୍ଚର ଉପାସନା ଗୁଡିକକୁ ସ୍କିପ୍ କରିବେ। ସେମାନେ କେବଳ ସଣ୍ଡେ ଉପାସନାକୁ ହିଁ ଗୁରୁତ୍ୱ ଦେବେ, ଅନ୍ୟ ଉପାସନା ଗୁଡିକକୁ ଆଉ ଗୁରୁତ୍ୱ ଦେବେ ନାହିଁ। ଲେଖାଯାଉଛି ଯେ ଆଉ କେହି କେହି ଯେପରି ଆମ୍ଭମାନଙ୍କର ମଣ୍ଡଳୀ ଉପାସନା ପରିତ୍ୟାଗ କରନ୍ତି। ମଣ୍ଡଳୀ ପରିତ୍ୟାଗ କରୁନାହାନ୍ତି, ମଣ୍ଡଳୀରେ ଚାଲିଥିବା ଆରାଧନା ଉପାସନା ଗୁଡିକକୁ ସେମାନେ ପରିତ୍ୟାଗ କରୁଛନ୍ତି। କିଛି ଆବଶ୍ୟକ ନାହିଁ, ସବୁଦିନ ଚର୍ଚ୍ଚ ଯିବା ଦରକାର ନାହିଁ। ଏହି ପ୍ରକାର ବିଷୟ ଗୁଡିକ ଏଇ ଦିନ ମାନଙ୍କରେ ବହୁତ ପରିମାଣରେ ଘଟୁଅଛି। ଲୋକମାନେ ଘରେ ରହୁଛନ୍ତି, ଘରେ ରହିକିନା ଆରାମସେ ଥିଲେ ମଧ୍ୟ ସେମାନେ ଚର୍ଚ୍ଚକୁ ଆସିବା ପାଇଁ ସେମାନେ ପସନ୍ଦ କରନ୍ତି। କାହିଁକି? କାରଣ ସେମାନଙ୍କୁ ସହଭାଗିତା ଟିକେ ପସନ୍ଦ ଲାଗୁନି। ସେମାନଙ୍କ ଜୀବନରେ ଧୀରେ 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 ଅଧର୍ମ ବୃଦ୍ଧି ପାଉଛି। ଅନେକ ଜଣ କହୁଛନ୍ତି, ଆଜ୍ଞା ଚର୍ଚ୍ଚରେ ଗଲେ ଆମକୁ ବିଜାର ଲାଗୁଛି, ଆମକୁ ଆଣ୍ଠେଇବାକୁ ପଡୁଛି, ଆମକୁ ଗୀତ ଗାଇବାକୁ ପଡୁଛି, ଆମକୁ ବୋର ଲାଗୁଛି। ସେମାନେ ଯୀଶୁଙ୍କୁ ଛାଡି ନାହାନ୍ତି, ଚର୍ଚ୍ଚକୁ ଛାଡି ନାହାନ୍ତି, ମାତ୍ର ଚର୍ଚ୍ଚର ଉପାସନା ଗୁଡିକକୁ ସେମାନେ ସ୍କିପ୍ କରୁଛନ୍ତି। ଆମର ଜୀବନରେ ସେମିତି ନ, ଆମେ ଶେଷ ଦିନ ହଉଛି ଭୀଷଣ ସମୟ। ଭୀଷଣ ସମୟରେ କଣ ହେବ? ଈଶ୍ୱରଙ୍କର ପ୍ରେମ କମିଯିବ। ପ୍ରଭୁଙ୍କ ପ୍ରତି ଯୋଉ ପ୍ରେମ ଆମର ଥିଲା, ସେହି ପ୍ରେମଟା ଧୀରେ 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 କମିଯିବ। ଆଉ ଜଗତର ପ୍ରେମ ଆମ ଜୀବନରେ ଧୀରେ 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 ବଢିବାକୁ ଷ୍ଟାର୍ଟ ହେଇଯିବ। ଆଉ ଚର୍ଚ୍ଚର ସହଭାଗିତା ଗୁଡିକକୁ ଆମକୁ ଭଲ ଲାଗିବ। ଆମେ ଚର୍ଚ୍ଚ ଛାଡିବା। ଚର୍ଚ୍ଚ ତ ଆସୁଛି, କେବେ କେବେ ଆସୁଛୁ? ନାଇଁ, ମୁଁ ରବିବାର ଦିନ ଆସୁଛି। ପ୍ରିୟମାନେ, ଜଣକୁ ପ୍ରସ୍ତାବ ଗୋଟେ ଆସିଲା ଆମର, ଆଉ ସେ ପ୍ରସ୍ତାବରେ ସେମାନେ ଇନକ୍ୱାରି କଲେ, ଝିଅଟା କେମିତି ଅଛି? ନାଇଁ, ଭଲ ଅଛି, ଭଲ ଝିଅଟା, ଅଙ୍କ ଝିଅଟା। ମାତ୍ର ସେମାନେ କହିଲେ ସେ ଝିଅ ତ କେବଳ ରବିବାର ହିଁ ପ୍ରାର୍ଥନା ଯାଉଛି, ଅନ୍ୟକୁ ଚର୍ଚ୍ଚର ପ୍ରାର୍ଥନା ସହଭାଗିତାକୁ ଯାଉନାହିଁ। ସେଥିପାଇଁ ସେମାନେ ମନା କରିଦେଲେ, ସେ ପ୍ରସ୍ତାବକୁ ଆମେ ନେବୁ ନାହିଁ। କାରଣ ଆଜି ଲୋକମାନେ କେବଳ ଧନ ସମ୍ପତ୍ତି ଦେଖୁନାହାନ୍ତି, ଲୋକମାନଙ୍କର ଆତ୍ମୀୟତା ଦେଖୁଛନ୍ତି। ସେମାନେ ଚର୍ଚ୍ଚ ସହିତ କେମିତି ଜଡିତ ହେଇକିନା ଅଛନ୍ତି, ସେମାନେ ମଣ୍ଡଳୀ ସହିତ କି ପ୍ରକାର ସହଭାଗିତା ହେଇକିନା ଅଛନ୍ତି। ଆଜି ଅନେକ ଜଣ ମଣ୍ଡଳୀରେ କେବଳ ସେମାନେ ବାହା ହେବା ପାଇଁ ଏକା ଆସନ୍ତି, ମଣ୍ଡଳୀରେ କେବଳ କବର ପାଇବା ହିଁ ଆସନ୍ତି। ମାତ୍ର ଏଠି କୁହାଯାଉଛି ସେଥିପାଇଁ ଆସ ନାହିଁ, ପ୍ରଭୁଙ୍କ ପାଇଁ ତୁମେ ଆସ, ମଣ୍ଡଳୀ ଉପାସନା ପରିତ୍ୟାଗ କର ନାହିଁ। ଆମକୁ ଏଟା ସୁଯୋଗ ଅଛି ଯେ ଆମମାନଙ୍କ ପାଇଁ ଏତେ ସୁନ୍ଦର ସୁବିଧା ଦିଆଯାଉଛି ଯେ ମଣ୍ଡଳୀ ଉପାସନାକୁ ଯିବା ପାଇଁ। କହିବେ ବେଶୀ ବର୍ଷା ହେଇଗଲା ଯାଉନାହାନ୍ତି, ଖରା ହେଇଗଲା ଲୋକ ଯାଉନାହାନ୍ତି, ଦୂର ହେଇଗଲା ଲୋକ ଯାଉନାହାନ୍ତି। ଏଇଟା ଅଧର୍ମ ଯେତେବେଳେ ବୃଦ୍ଧି ପାଇବ, ଲୋକମାନଙ୍କର ଏଇ ପ୍ରେମ ଗୁଡିକ ଶିଥିଳ ହେଇଯିବ। ଯେତେବେଳେ ଆଜିକୁ ପାଖାପାଖି ଗୋଟିଏ 17 ବର୍ଷ ତଳେ କି 18 ବର୍ଷ ତଳେ ମୁଁ ନୂଆ ନୂଆରେ ପରିତ୍ରାଣ ପାଇଥିଲି। ସେଇ ସମୟରେ ମୁଁ ଗୋଟେ ମିଟିଂରେ ବସିଥିଲି, ପବ୍ଲିକ ସ୍କୁଲରେ ଗୋଟେ ମିଟିଂ ଚାଲିଥିଲା। ଆଉ ସେହି ମିଟିଂରେ ଯେତେବେଳେ ବସିଥିଲି, ପ୍ରଭୁଙ୍କ ଦାସ ପି ସାଲବମ ସେ ପ୍ରଚାର କରୁଥିଲେ, ପ୍ରକାଶିତ ପୁସ୍ତକ 2 ଅଧ୍ୟାୟରୁ ସେ ପ୍ରଚାର କରୁଥିଲେ ଯେ ତୁମେ ତୁମର ଆଦ୍ୟ ପ୍ରେମକୁ ପରିତ୍ୟାଗ କରିଛ। ସେ ବୁଝେଇବାକୁ ଲାଗିଲେ, ଆଗରେ ତୁମେ ପ୍ରଭୁଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ତୁମେ କେତେ ଆତୁର ହଉଥିଲ, ପ୍ରଭୁଙ୍କ ସହିତ କଥାବାର୍ତ୍ତା ହେଇ ବାଇବଲ ପଢିବା ପାଇଁ ଏତେ ଆତୁର ହଉଥିଲ, ମାତ୍ର ଏବେ ତୁମକୁ ଠେଲି ଠେଲି ଚର୍ଚ୍ଚ ଆଣିବାକୁ ପଡୁଛି, ଜବରଦସ୍ତି ତୁମକୁ ବାଇବଲ ପଢିବାକୁ ପଡୁଛି। ଏଇଟା ଅସୁବିଧା। ଦେଖନ୍ତୁ, ଯେତେବେଳେ
ଗୋଟିଏ ପୁଅ ଆଉ ଝିଅ ମଧ୍ୟରେ ପ୍ରେମ ହେଇଯିବ, ସେତେବେଳେ ସେମାନଙ୍କର କଥାବାର୍ତ୍ତା ଏତେ ଲମ୍ବା ଲମ୍ବା କଥାବାର୍ତ୍ତା, ଫୋନ ଗରମ ହେଇଯାଉଥିବ ଆଉ ଫୋନକୁ ଚାର୍ଜରେ ବସେଇକିନା ସେମାନେ କଥାବାର୍ତ୍ତା ହଉଥିବେ। ତା ପଛେ କିଛି ଦିନ ଯାଉ 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 ସେମାନଙ୍କ ବାହାଘର ହେଇଗଲା ପରେ ଆଉ ସେମାନେ ପରସ୍ପର ସହିତ କଥା ହେବାକୁ ମଧ୍ୟ ସମୟ ନଥିବ। ଏଟା ଯେତେବେଳେ ଏ ପ୍ରକାର ସେ ବୁଝେଇଲେ ମତେ, ସେତେବେଳେ ମୁଁ କାନ୍ଦିଲି। ପ୍ରଭୁ, ପ୍ରକୃତରେ ମୁଁ ଚର୍ଚ୍ଚ ଯାଉଛି, ବାଇବଲ ପଢୁଛି, ହେଲେ ମଧ୍ୟ ମୋର ତୁମ ପ୍ରତି ପ୍ରେମ ଶିଥିଳ ହେଇଯାଇଛି। ଆମର ପ୍ରେମଟା ପ୍ରଭୁଙ୍କ ପ୍ରତି ଶିଥିଳ ହେବାର ନାହିଁ। ଆମମାନଙ୍କୁ ଯେତେବେଳେ ଦାଉଦଙ୍କ ପରି କୁହାଯିବ, ଆସ ଆମମାନେ ସଦା ପ୍ରଭୁଙ୍କ ଗୃହକୁ ଯାଉ, ଏଇ କଥା ଯେତେବେଳେ ଲୋକମାନେ ମତେ କହିଲେ, ମୁଁ କଣ ହେଲି? ଆନନ୍ଦିତ ହେଲି, ଖୁସି ହେଲି। ସଦା ପ୍ରଭୁଙ୍କ ଗୃହକୁ ଯିବା, ଆସ ଜୁମ୍ ମିଟିଂ ଯିବା, ଆସ ମିଟିଂ ଯିବା, ଆସ ଚର୍ଚ୍ଚକୁ ଯିବା, ଏଇ ପ୍ରକାର ଲୋକମାନେ କହିଲା ବେଳେ ଯଦି ପ୍ରଭୁଙ୍କ ପ୍ରତି ଆମର ପ୍ରେମ ଥିବ, ତାହେଲେ ଆମେ କେବେ ହେଲେ ମଧ୍ୟ ପଛଘୁଞ୍ଚା ଦେବୁନି। ସମୟ ବାହାର କରିକିନା ଆମେ ଯେମିତି ହେଲେ ମଧ୍ୟ ଆମମାନେ ସହଭାଗିତାକୁ ଆଟେଣ୍ଡ କରିବୁ। ଆଜି ଅନେକ ଜଣ ଯୋଉ କହୁଛନ୍ତି ଆଜି ତାଙ୍କେ ପ୍ରଚାର କରିବେ ନା, ତାଙ୍କ ବାକ୍ୟ ମତେ ଭଲ ଲାଗିବ ନାହିଁ, ଏଇଟା ମିଛ କଥା। ସେ ଲିଡ୍ କରିବେ ନା, ତାଙ୍କ ଲିଡିଂ ମତେ ଭଲ ଲାଗିବ ନାହିଁ, ଏଇଟା ମଧ୍ୟ ମିଛ କଥା। ସେମାନଙ୍କର ପ୍ରଭୁଙ୍କ ପ୍ରତି ପ୍ରେମ ଶିଥିଳ ହେଇଯାଇଛି। ଯେତେବେଳେ ପ୍ରଭୁଙ୍କ ପ୍ରତି ଆମର ପ୍ରେମ ଶିଥିଳ ହେଇଯାଏ, ସେତେବେଳେ ଆମକୁ ସହଭାଗିତା ଯିବାକୁ ଇଚ୍ଛା ଲାଗେନି। ଯେତେବେଳେ ପ୍ରଭୁଙ୍କ ପ୍ରତି ଆମ ପ୍ରେମ ଉତ୍ତପ୍ତ ଥାଏ, ସେଇ ସମୟରେ ଆମେ ଦୂରତା ଦେଖିବୁ ନାହିଁ, ଟାଇମ ଦେଖିବୁ ନାହିଁ, ଯୋଉ ସମୟରେ ମଧ୍ୟ ଆମେ ଯିବୁ। ସେଥିପାଇଁ କହିବା ପାଇଁ ଚାହେଁ ଯେ ଶେଷ ସମୟରେ ଭୀଷଣ ସମୟ କୋଉଟା? ଆମ ଭିତରେ ଯୋଉ ବିଷୟ ଗୁଡିକ ପଶିଯିବ, ଆମମାନଙ୍କର ଆତ୍ମପ୍ରିୟ, କେବେ ମଧ୍ୟ ଆତ୍ମପ୍ରିୟ ହେବା କଥା ନୁହେଁ, ଏଇଟା ମନେ ରଖନ୍ତୁ। କେବେ ମଧ୍ୟ ଧନ ପ୍ରେମ ହେବା କଥା ନୁହେଁ, ବିଳାସ ପ୍ରେମ ହେବା କଥା ନୁହେଁ। ଆମେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ସବୁବେଳେ ପ୍ରଭୁ ପ୍ରେମୀ ହେବାର ଆବଶ୍ୟକ ରହିଛି। ଅଧର୍ମ ବଢିଲେ ସବୁ କମେ, ଚର୍ଚ୍ଚ ଯିବାଟା ବନ୍ଦ ଆମେ କରିଥାଉ। ପଢିବା ଆଉ ଗୋଟେ ପଦ, ଆଉ କଣ ହୁଏ ଯେତେବେଳେ ଶେଷ ସମୟର ଭୀଷଣ ସମୟ ମୁଁ ଆପଣ ମାନଙ୍କୁ କହୁଛି। ସେଇ ଦ୍ୱିତୀୟ ତିମୋଥୀ ପୁସ୍ତକ 4 ଅଧ୍ୟାୟ, ଏହାର 2 ପଦରୁ ପଢିବେ। ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି ଧମକ ଓ ଉତ୍ସାହ ଦାନ କର। ଏଇ ସବୁ ଯାକକୁ ପାଳକ ପ୍ରଚାରକ ମାନଙ୍କୁ କରିବାକୁ ପଡିବ। ଏଇଟା ହଉଛି ଆମର ଦାୟିତ୍ୱ। ଏଇଟା କାହିଁକି କରିବାକୁ ପଡିବ? 3 ପଦ ଲେଖା ହଉଛି, କାରଣ ସମୟ ଆସିବ ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ, ଦେଖନ୍ତୁ ଟିକେ ମାତ୍ର ରହିବା ଟିକେ। ହିତଜନକ ଶିକ୍ଷା ମାନେ କଣ? ପ୍ରଭୁଙ୍କୁ ପ୍ରେମ କର। ହିତଜନକ ଶିକ୍ଷା ମାନେ କଣ? ପ୍ରଭୁଙ୍କର ପଛରେ ଚାଲ। ହିତଜନକ ଶିକ୍ଷା ମାନେ କଣ? ପ୍ରଭୁଙ୍କ ପାଇଁ ଆତ୍ମା ଲାଭ କର। ହିତଜନକ ଶିକ୍ଷା ମାନେ କଣ? ନିଜକୁ ଅସ୍ୱୀକାର କର। ଯେତେବେଳେ ଏଇ ଶିକ୍ଷା ଲୋକମାନଙ୍କୁ ପସନ୍ଦ ଲାଗେ ନାହିଁ, ଯଦି ମୋବାଇଲ ଧରିଛୁ, ଜଣେ ପ୍ରଚାରକ ପ୍ରଚାର କରୁଛନ୍ତି ଯେ ତୁମକୁ ଉପବାସ କରିବାକୁ ପଡିବ, ଆମେ ସ୍କିପ୍ କରିଦବୁ। ତୁମକୁ ସୁସମାଚାର ପ୍ରଚାର କରିବାକୁ ପଡିବ, ଆମେ ସ୍କିପ୍ କରିଦବୁ। ପ୍ରଭୁ ତୁମକୁ ପ୍ରେମ କରୁଛନ୍ତି କହୁ କହୁ ଆମେ ତାକୁ ଦେଖିବାକୁ ଷ୍ଟାର୍ଟ କରିଦେବୁ। ଆମେ ସେତିକି ଆମେ ଜାଣିଦଉ ଯେ ଆମେ କୋଉ ପ୍ରକାର ଜୀବନ ଯାପନ କରୁଛୁ। ଯଦି ଆମକୁ ହିତଜନକ ଶିକ୍ଷା, ଯୋଉ ଶିକ୍ଷା ଦ୍ଵାରା ମୋର ମଙ୍ଗଳ ହେବ, ସେଇ ଶିକ୍ଷା ଲୋକ ଶୁଣିବା ପାଇଁ ପସନ୍ଦ କରିବେ ନାହିଁ। ଶେଷ ଦିନରେ ଯୋଉ ଶିକ୍ଷା ଆମର କାନକୁ ଭଲ ଲାଗିବ, ଯୋଉ ଶିକ୍ଷା ଆମକୁ ମିଠା ଲାଗିବ, ସେଇଟା ହଉଛି ଭୀଷଣ ସମୟ। ପ୍ରିୟମାନେ, ସେଇ ଭୀଷଣ ସମୟରୁ ଆମେ ନିଜକୁ ଆମେ ରକ୍ଷା କରିବାର ଅଛି। ଦେଖନ୍ତୁ, ଅନେକ ଲୋକର ନିଜର ମଣ୍ଡଳୀର ପାଳକଙ୍କର ଶିକ୍ଷା ଭଲ ଲାଗିବନି, ବାହାର ପ୍ରଚାରକଙ୍କ ଶିକ୍ଷା ସେମାନଙ୍କୁ ଭଲ ଲାଗିବ। ଏଇଟା ହଉଛି ଭୀଷଣ ସମୟ। ଶେଷ ସମୟର ଭୀଷଣ ସମୟ କୋଉଟା? ଯେ ଆମକୁ ହିତଜନକ ଶିକ୍ଷା, ଯୋଉ ଶିକ୍ଷା ଶୁଣିଲେ ମୁଁ ପ୍ରଭୁଙ୍କୁ ଆହୁରି ଅଧିକ ପ୍ରେମ କରିପାରିବି, ଯୋଉ ଶିକ୍ଷା ମୁଁ ଶୁଣିଲେ ନିଜକୁ ଅସ୍ୱୀକାର କରିବି, ଯୋଉ ଶିକ୍ଷା ଶୁଣିଲେ ମୁଁ କ୍ରୁଶ ବହନ କରି ଯୀଶୁଙ୍କ ପଛରେ ମୁଁ ଚାଲିପାରିବି, ଏଇ ସବୁ ଶିକ୍ଷା ଗୁଡିକ ଆମକୁ ପସନ୍ଦ ଲାଗିବନି। ଯେତେବେଳେ ଆମକୁ ଏଇ ସବୁ ଶିକ୍ଷା ଗୁଡିକ ପସନ୍ଦ ଲାଗେ ନାହିଁ,
সেটা হচ্ছে ବିପଦପୂର୍ଣ୍ଣ ସମୟ। ଆମେ ଏମିତି ପ୍ରାର୍ଥନା କରି ଯିବାର ଅଛି ଚର୍ଚ୍ଚକୁ, ପ୍ରଭୁ ଆଜି ମତେ କଥା କୁହ, ମୁଁ ଯାହା ଚାହୁଁଛି ତୁମେ ସେମିତି କଥା କୁହ ନାହିଁ, ତୁମେ ଯାହା ଚାହୁଁଛ ମୋ ଜୀବନରେ ସେମିତି କଥା କୁହ। ହିତଜନକ ଶିକ୍ଷା, ମତେ ହିତଜନକ ଶିକ୍ଷା ଶୁଣିବା ପାଇଁ ଦିଅ ପ୍ରଭୁ। ମତେ ଯୋଉ ଶିକ୍ଷା ମୁଁ ଶୁଣିଲେ ମୋର ମଙ୍ଗଳ ହେବ, ମୋର ଉପକାର ହେବ, ଏମିତି ଶିକ୍ଷା ଆମକୁ ଶୁଣିବା ପାଇଁ ପ୍ରଭୁ ମନୋନୀତ କରିଛନ୍ତି। ଲେଖା ଯାଉଛି କାରଣ ସମୟ ଆସିବ ଯେତେବେଳେ ସେମାନେ ହିତଜନକ ଶିକ୍ଷା ଶୁଣିବେ ନାହିଁ, କଥା ନାହିଁ, ସହ୍ୟ କରିପାରିବେ ନାହିଁ। ଲୋକମାନଙ୍କୁ ସେ ଶିକ୍ଷା ଗୁଡିକ ଖରାପ ଲାଗେ। ଯେତେବେଳେ ଯୀଶୁଖ୍ରୀଷ୍ଟ ତାଙ୍କୁ ଶିଖେଇଲେ, ଏଠି ପଦ ପଢିବା ମୋ ସହିତ ଆପଣ ଫିଟେଇବେ। ଯୋହନ ଲିଖିତ ସୁସମାଚାର 6 ଅଧ୍ୟାୟ 59 ରୁ ପଢିବା। ସେ କଫରନାହୁମର ଗୋଟିଏ ସମାଜ ଗୃହରେ ଶିକ୍ଷା ଦେଉଥିବା ସମୟରେ ଏହି ସମସ୍ତ କଥା କହିଲେ। ଅତଏବ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ଏହା ଶୁଣି କହିଲେ, ଏ ଘୃଣାଜନକ କଥା, କିଏ ଏହା ଶୁଣିପାରେ? କି କଥା? କିନ୍ତୁ ଯୀଶୁଙ୍କର ଶିକ୍ଷା ଘୃଣାଜନକ ଶିକ୍ଷା। ଯୀଶୁଙ୍କର ଶିକ୍ଷା, ଅନ୍ୟ କାହାର ଶିକ୍ଷା ନାହିଁ। ଯୀଶୁଙ୍କର ଶିକ୍ଷାକୁ ମଧ୍ୟ ସେମାନେ କହିଲେ ଏ ଘୃଣାଜନକ ଶିକ୍ଷା, ଏହା କିଏ ଶୁଣିପାରେ? ଏଟା କିଏ କହୁଛନ୍ତି? ଏଟା ବାହାର ଲୋକରେ। ଲେଖା ଯାଉଛି ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକ ଏହା ଶୁଣି କହିଲେ, ଏ ଘୃଣାଜନକ କଥା, ଏହା କିଏ ଶୁଣିପାରେ? କିନ୍ତୁ ଦୁଃଖର ବିଷୟ, ସେମାନେ ଯୀଶୁଙ୍କର ଶିକ୍ଷା ତାଙ୍କେ ପ୍ରଥମେ ବହୁତ ସୁନ୍ଦର ଆହୁରି ବହୁତ ମିଠା ମିଠା କଥା ଗୁଡିକ ଯୀଶୁ ପ୍ରଚାର କଲେ। ତା ପଛେ ଟିକେ ସେ ଟାଣ କଥା ପ୍ରଚାର କରିଦେଲେ, ଗଭୀର କଥା ପ୍ରଚାର କରିଦେଲେ। ସେତେବେଳେ ଲୋକମାନେ ତାଙ୍କର ଶିକ୍ଷାକୁ କହିଲେ ଏଇ ଶିକ୍ଷା ଘୃଣାଜନକ ଶିକ୍ଷା। ପ୍ରିୟମାନେ, ସବୁବେଳେ ମନେ ରଖିବେ, ଯେତେବେଳେ ମିଟିଂ ସରିବ, ମିଟିଂ ସରିଲା ପରେ ଲୋକମାନେ ଯେତେବେଳେ ଆସି କହିବେ ସାବାସ ଆଜ୍ଞା କି ପ୍ରଚାର କଲେ, କହିଲେ ସେ ପ୍ରଚାର ଠିକ ନାହିଁ। ଯେତେବେଳେ ଲୋକ ଆସି କହିବେ ଆମର ପ୍ରଭୁ କେତେ ମହାନ, ସେ କଥା ଯେତେବେଳେ କହିବେ, ସେଇ ଶିକ୍ଷା ଭଲ। ଲୋକମାନେ ପ୍ରଚାର ସରିଲା ପରେ ଜୁମ ରେ ମଧ୍ୟ କହୁଛନ୍ତି ଆଜିର ଶିକ୍ଷା ବହୁତ ବଢିଆ ଥିଲା, ଭୟଙ୍କର ଶିକ୍ଷା ଥିଲା। ପ୍ରଭୁଙ୍କର ଶିକ୍ଷା ସବୁ ଭଲ, ମାତ୍ର ଆଜିର ପ୍ରଚାରରେ ପ୍ରଭୁଙ୍କୁ ଭୟଙ୍କର ଭାବରେ ଜାଣିପାରିଲି, ପ୍ରଭୁଙ୍କୁ ଭୟଙ୍କର ଭାବରେ ଦେଖିପାରିଲି, ପ୍ରଭୁଙ୍କର ପ୍ରେମକୁ ମୁଁ ଜାଣିପାରିଲି, ପ୍ରଭୁଙ୍କର ଅନୁଯୋଗକୁ ମୁଁ ଜାଣିପାରିଲି। ସେଇଟା ହଉଛି ହିତଜନକ ଶିକ୍ଷା। ଯେତେବେଳେ ହିତଜନକ ଶିକ୍ଷା ଆସେ, ଲୋକଙ୍କୁ ଘୃଣା ଲାଗେ, ପସନ୍ଦ ଲାଗେ ନାହିଁ। ପ୍ରିୟମାନେ, ଆଜି ମଧ୍ୟ ଲୋକମାନେ ଜୁମ ମିଟିଂ ରେ କଣ ପାଇଁ ବସୁଛନ୍ତି, ଚର୍ଚ୍ଚରେ କଣ ପାଇଁ ବସୁଛନ୍ତି? ଯେ ମୋର ସମସ୍ୟାର ସମାଧାନର କଥା କହିବେ, ମୋର ଦୁଃଖ ଦୂର ହେବାର କଥା କହିବେ। ଏଇ ସବୁ ଯାକ ଶିକ୍ଷା ଶୁଣିବା ପାଇଁ ଲୋକମାନେ ଅଛନ୍ତି। ଆମେ କଣ ଶିକ୍ଷା ଶୁଣିବା? ହିତଜନକର ଶିକ୍ଷା, ଯୋଉ ଶିକ୍ଷା ଆମକୁ ଆହୁରି ଅଧିକ ଖ୍ରୀଷ୍ଟଙ୍କ ପରି କରିବ, ଯୀଶୁଙ୍କ ପରି କରିବ, ଆହୁରି ଅଧିକ ପ୍ରଭୁଙ୍କୁ ପ୍ରେମ କରିବା ପାଇଁ ଇଚ୍ଛା ଲାଗିବ। ଆମକୁ ଏଇ ପ୍ରକାର ଶିକ୍ଷା ଆମକୁ ଶୁଣିବାର ଅଛି। ସେଇ ଶିକ୍ଷା ହଉଛି ପ୍ରଭୁଙ୍କର ଶିକ୍ଷା। ଯେତେବେଳେ ପ୍ରଭୁ ସେଇ ଶିକ୍ଷା ଦେଲେ, ସେମାନେ କହିଲେ ଏ ଘୃଣାଜନକ ଶିକ୍ଷା କିଏ ଶୁଣିପାରେ? ଯୀଶୁଙ୍କର ଶିକ୍ଷା କଣ ଘୃଣାଜନକ କି? ମାତ୍ର ପିତର ଯୋହନକୁ, ପିତର କଣ କହୁଛନ୍ତି ଯେ ଯେତେବେଳେ ସେମାନେ ଶୁଣିଲା ପରେ, ଏ 66 ପଢିବା ଆମେ 66। ସେହି ସମୟଠାରୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ବିମୁଖ ହୋଇ ବାହାରି ଗଲେ, ପୁଣି ତାହାଙ୍କ ସାଙ୍ଗରେ ଆଉ ଗମନାଗମନ କଲେ ନାହିଁ। ହଁ, ଦେଖନ୍ତୁ, ଏଇଟା ହେଲା 6 ଅଧ୍ୟାୟ। 6 ଅଧ୍ୟାୟରେ ଗୋଟେ 6, ତା ପଛେ ଆହୁରି ଗୋଟେ ପଦ କେତେ? 66, ମାନେ କେତେ ହେଲା? 666। ଏଟା ହଉଛି 666 ପଦ। ଏଇଟା ଏଠି ମନେ ରଖନ୍ତୁ। ଏଇଟା ଯାହାକୁ 666 ମୁଦ୍ରା ଲାଗିଗଲା, ସେ ବ୍ୟକ୍ତି ଯୀଶୁଙ୍କ ସହିତ ଆଉ ଚାଲିପାରିବ ନାହିଁ, ଯୀଶୁଙ୍କ ସହିତ ଆଉ ଗମନାଗମନ କରିପାରିବ ନାହିଁ। ଯୀଶୁଙ୍କ ଶିକ୍ଷା ଘୃଣା ଲାଗିବ, ଯୀଶୁଙ୍କର ଶିକ୍ଷା ଆଉ ହିତଜନକ ଶିକ୍ଷା ଲାଗିବ ନାହିଁ। ଏଟା ହେଲା ସେ 666 ଶିକ୍ଷା। ଯେତେବେଳେ 666 ଲାଗିଗଲା, ଲୋକ ପଛକୁ 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 ଯିବେ।
ପ୍ରିୟମାନେ ଆଜିକାଲି ଲୋକ ଯୋଉ ଶିକ୍ଷା ଶୁଣୁଛନ୍ତି ଯୀଶୁଙ୍କ ଆଡକୁ ଯାଉନାହାନ୍ତି, ଯୀଶୁଙ୍କ ଠାରୁ ଦୂରକୁ 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 ଯାଉଛନ୍ତି। ଲୋକମାନଙ୍କ ଜୀବନ ଦେଖନ୍ତୁ, ସେମାନେ ଖ୍ରୀଷ୍ଟଙ୍କ ଠାରୁ କେତେ ଦୂରରେ ଅଛନ୍ତି। ଚର୍ଚ୍ଚ ଯାଉଛନ୍ତି ମାତ୍ର ଖ୍ରୀଷ୍ଟଙ୍କ ସହିତ ତାଙ୍କର ସମ୍ପର୍କ ନାହିଁ। କାହିଁକି? ସେମାନେ ଯୋଉ ଶିକ୍ଷା ଶୁଣୁଛନ୍ତି ସେ ଶିକ୍ଷା ତାଙ୍କୁ ଧୀରେ 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 ଖ୍ରୀଷ୍ଟଙ୍କ ଠାରୁ ଦୂରକୁ ନଉଅଛି। ସେଇ ସମୟ ଠାରୁ ସେମାନେ ଆଉ ଯୀଶୁଙ୍କ ସହିତ ଗମନାଗମନ କଲେ ନାହିଁ, ଯୀଶୁଙ୍କ ସହିତ ଚଲାବୁଲା କଲେ ନାହିଁ, ଯୀଶୁଙ୍କ ସହିତ ବସା ଉଠା କଲେ ନାହିଁ। ଆଜିଠାରୁ ଯୀଶୁଙ୍କ ସହିତ ଆମର କିଛି ସମ୍ପର୍କ ନାହିଁ, ଏଇ ପ୍ରକାର ସମ୍ପର୍କ ଯୀଶୁଙ୍କ ସହିତ କାଟିଦେଲି। କାହିଁକି? 666 ଲାଗିଗଲା। ତାପଛେ ତଳେ ଯୀଶୁ କଣ କହୁଛନ୍ତି? ସେଥିରେ ଯୀଶୁ ଦ୍ୱାଦଶଙ୍କୁ ପଚାରିଲେ, ହୁଁ। ତୁମ୍ଭେମାନେ ମଧ୍ୟ କଣ ଚାଲିବାକୁ ଇଚ୍ଛା କରୁଅଛ?